ସେଇଟା ଦେଖନ୍ତୁ ସମାଜରେ ଦୁର୍ନୀତିକୁ ମୂଳୋତ୍ପାଟନ କରିବା ପାଇଁ ଇଏ ସରକାରର ଅଭିଯାନ ଆରମ୍ଭ ହୋଇଛି। ଆପଣ ଦେଖିବେ ଗୁଡ଼ିଏ ସରକାରୀ ଅଧିକାରୀ ମଧ୍ୟ ଅସାଧୁ ବ୍ୟବହାର ପାଇଁ ଅସାଧୁ କାର୍ଯ୍ୟ ପାଇଁ ଭିଜିଲାନ୍ସ ଜାଲରେ ପଡ଼ିଲେଣି। ସମ୍ବଲପୁରର ଡିଏସ୍ଆର୍ ମଧ୍ୟ ଗିରଫ ହୋଇକରି ଜେଲ୍ରେ ଅଛନ୍ତି, ଯେ ଗୋଟେ ମୃତ ମଣିଷକୁ ମଧ୍ୟ ଜୀବିତ କରିକି ତାର ସେଲ୍ ଡିଡ୍ ପ୍ରସ୍ତୁତ କରିଦେଇଥିଲେ। ମାନେଶ୍ୱରର ଏଡିସନାଲ ତହସିଲଦାର ସେ ବି ଜେଲ୍ରେ ଅଛନ୍ତି। ଗୋଟେ ପରେ ଗୋଟେ ଘଟଣା ଘଟିଲା ପରେ ମଧ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ନିଜକୁ ସୁଧାରୁ ନାହାନ୍ତି। ଇଏ 4 ତାରିଖ 5 ତାରିଖ 2 ଦିନ ରାଜସ୍ୱ ଅଧିକାରୀମାନଙ୍କର ସମ୍ମିଳନୀରେ ତୃଣମୂଳ ସ୍ତରର ଆର୍ଆଇ ଅମିନ ଠାରୁ ଆରମ୍ଭ କରି ତହସିଲଦାର, ଏଡିସନାଲ ତହସିଲଦାର, ସବ୍ କଲେକ୍ଟର, କଲେକ୍ଟର, ଆରଡିସି, ଏସିଏସ୍, ଚିଫ୍ ସେକ୍ରେଟାରୀ ସମସ୍ତେ ଉପସ୍ଥିତ ଥିଲେ। ମୁଁ ତାଗିଦ କରିଥିଲି ବର୍ତ୍ତିବ ନାହିଁ, କେହି ବର୍ତ୍ତିବେ ନାହିଁ। 2 ଦିନ ନ ଯାଉ ଯାଉ ଆଇଏଏସ୍ ଅଫିସର ଭିଜିଲାନ୍ସର ଜାଲରେ 47 ଲକ୍ଷ ଟଙ୍କା ଜବ୍ଦ ହୋଇଛି ଘର ଭିତରୁ। କେଉଁଠୁ ଆସିଲା 47 ଲକ୍ଷ ଟଙ୍କା ଏବଂ 10 ଲକ୍ଷ ଟଙ୍କା ଧମକେଇକରି ନେବା ପାଇଁ ଜଣେ କ୍ରସର ବେପାରୀକୁ ମାଗିଥିଲେ। ତେଣୁ ଏବେ ବି ସମୟ ଅଛି, ସତର୍କ ହୋଇଯାଆନ୍ତୁ, କେହି ବର୍ତ୍ତିବେ ନାହିଁ। ଜିରୋ ଟଲରେନ୍ସ ଏଗେନ୍ଷ୍ଟ କରପ୍ସନ। ଏ ଯେ କରିବ ସେ ଜେଲକୁ ଯିବ। ଯେଉଁଠି ଥିଲେ ବି ସେଥିରେ ଲୋକମାନେ ଆମକୁ ସହଯୋଗ କରନ୍ତୁ, କେହି ଲାଞ୍ଚ ଦିଅନ୍ତୁ ନାହିଁ। ଯେଉଁ ଅଧିକାରୀ ଲାଞ୍ଚ ଦେଉଛି, ଯଦି ଆମର କାର୍ଯ୍ୟ ସିଦ୍ଧି କରିବା ପାଇଁ ଆମେ ଲାଞ୍ଚ ଦେବା, ତାକୁ ଲାଞ୍ଚୁଆ କରିଦେବା। ଲାଞ୍ଚ ନେବାଟା ଯେତେ ବଡ଼ ଅପରାଧ, ଲାଞ୍ଚ ଦେବାଟା ମଧ୍ୟ ସମ ପରିମାଣର ଅପରାଧ ଏବଂ ସମାଜକୁ ଏହା କ୍ଷତିଗ୍ରସ୍ତ କରୁଛି। ତେଣୁ ମୋର ଆପଣଙ୍କର ଗଣମାଧ୍ୟମ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ, ଆଦୌ ଲାଞ୍ଚ ଦିଅନ୍ତୁ ନାହିଁ। ଲାଞ୍ଚ ମାଗୁଥିବା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୁଦ୍ଧରେ କରିବା ପାଇଁ ରାଜସ୍ୱ ବିଭାଗ ଅଛି, ଆମକୁ ସୂଚନା ଦିଅନ୍ତୁ। ଏବଂ କପ୍ତିପଦାରେ ମୟୂରଭଞ୍ଜ ଜିଲ୍ଲାର ବାଲି ମାଫିଆମାନେ ଅତିରିକ୍ତ ତହସିଲଦାରଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କର ଗାଡ଼ିକୁ ଭଙ୍ଗାରୁଜା କରିଥିଲେ ଏବଂ ତାଙ୍କ ଉପରେ ଯେଉଁ ଆକ୍ରମଣ କରିଥିଲେ ସେଥିରେ ତାଙ୍କର ଆଘାତ ମଧ୍ୟ ହୋଇଥିଲା, ମୁଣ୍ଡରେ ମଧ୍ୟ ଆଘାତ ହୋଇଛି। ଏବଂ କେତେବେଳେ ଏଇଟା ଯେତେବେଳେ ବାଲି ମାଫିଆମାନେ ବାଲି ତସ୍କରୀ କରୁଛନ୍ତି ଖବର ପାଇଲା ପରେ ସକାଳ 5 ବଜେ ସେ ବାହାରିଥିଲେ ଏବଂ ମାଫିଆମାନେ ମଧ୍ୟ ପ୍ରସ୍ତୁତ ଥିଲେ। ସେ କ୍ରମରେ ଆପଣମାନଙ୍କୁ ମୁଁ କହିଥିଲି ଯେ ଯେଉଁମାନେ ଏଡିସନାଲ ତହସିଲଦାରଙ୍କ ଉପରେ ଆକ୍ରମଣ କରିଛନ୍ତି କେହି ବର୍ତ୍ତିବେ ନାହିଁ। ପାତାଳରେ ଥିଲେ ମଧ୍ୟ ଓଡ଼ିଶା ପୁଲିସ ଖୋଜିକରି ଆଣିବ। ସେ କ୍ରମରେ 6 ଜଣଙ୍କୁ ମୟୂରଭଞ୍ଜର ବିଭିନ୍ନ ଜାଗାରୁ ଗିରଫ ହୋଇ ସାରିଲାଣି। 2 ଜଣଙ୍କୁ ଜାମଶେଦପୁର ପୁଲିସ ଯାଇକରି କାବୁ କରିଛି। ଗତକାଲି ରାତିରେ ପୁରୀରେ ମଧ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଓଡ଼ିଶା ଏବଂ ଓଡ଼ିଶା ବାହାରେ ବିଭିନ୍ନ ଜାଗାକୁ ଓଡ଼ିଶା ପୁଲିସ ତାଙ୍କର ଟିମ୍ ପଠାଇଛନ୍ତି। କେହି ବର୍ତ୍ତିବେ ନାହିଁ। ଗୋଟିଏ ଗୋଟିଏ କରି ସମସ୍ତେ ଆଇନର ଜାଲକୁ ଆସିବେ ଏବଂ ଯେଉଁମାନେ ଉପସ୍ଥିତ ନଥିଲେ କିନ୍ତୁ ପଛରେ ଷଡ଼ଯନ୍ତ୍ର କରିଥିଲେ ସେ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପୁଲିସ ପ୍ରଶାସନକୁ ମୁଁ ପରାମର୍ଶ ଦେଇଛି। ତେଣୁ ଯେଉଁମାନେ ପଛରେ ଥିଲେ ପ୍ରଚ୍ଛଦ ପଟରେ ଏବଂ ଷଡ଼ଯନ୍ତ୍ର କରିଥିଲେ ସେମାନେ ମଧ୍ୟ ବର୍ତ୍ତିବେ ନାହିଁ ଏବଂ ଇଏ ସନ୍ଦେଶ ସାରା ରାଜ୍ୟକୁ ଯେଉଁମାନେ ବାଲି ମାଫିଆ ଚୋରି କରୁଛନ୍ତି ଇଏ ସନ୍ଦେଶ ସେମାନେ ପାଇବା କଥା ଯେ ସରକାରଙ୍କର ସମ୍ପତ୍ତି ଚୋରି କରିବ, ତୁମର ସ୍ଥାନ ଜେଲରେ ହିଁ ଲେଖା ହେଇଛି।